ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଅଛି ଶ୍ରୀମଦ୍ ଭାଗବତ ଗୀତାର 9ମ ଅଧ୍ୟାୟ। ଶ୍ରୀ ଭଗବାନ କହିଲେ, ତୁମ ପରି ଦୋଷ ଦୃଷ୍ଟିଶୂନ୍ୟ ଭକ୍ତଙ୍କ ଏହି ପରମ ଗୋପନୀୟ ବିଜ୍ଞାନ ସହିତ ଯେ ତାହା ଜାଣି ତୁମେ ବିଜ୍ଞାନ ସହିତ ଜ୍ଞାନ ହେଉଛି ସକଳ ବିଦ୍ୟାର ରାଜା, ଅତ୍ୟନ୍ତ ପବିତ୍ର, ଅତି ଉତ୍ତମ, ପ୍ରତ୍ୟକ୍ଷ ଫଳଦାୟୀ ଓ ଧର୍ମ। ହେ ପରମ ତପ, ଉପରୋକ୍ତ ଧର୍ମରେ ଶ୍ରଦ୍ଧା ରଖୁନଥିବା ପୁରୁଷମାନେ ମୋତେ ପ୍ରାପ୍ତ ନ ହୋଇ ମୃତ୍ୟୁ ରୂପକ ସଂସାର ଚକ୍ରରେ ଘୂରି ଚାଲନ୍ତି। ଅର୍ଥାତ୍ ନିରାକାର ପରମାତ୍ମାଙ୍କ ଦ୍ୱାରା ଏହି ସମସ୍ତ ବିଶ୍ୱ ଜଳ ଦ୍ୱାରା ବରଫ ପରି ପରିପୂର୍ଣ୍ଣ ହୋଇ ରହିଛି ଏବଂ ସକାଳଭୂତ ମୋ ଅନ୍ତର୍ଗତ ସଂକଳ୍ପର ଆଧାରରେ ଅବସ୍ଥିତ, କିନ୍ତୁ ପ୍ରକୃତରେ ମୁଁ ସେମାନଙ୍କ ମଧ୍ୟରେ ଅବସ୍ଥିତ ନୁହେଁ। ସେହି ସମସ୍ତ ଭୂତ ମୋ ଭିତରେ ଅବସ୍ଥିତ ନୁହନ୍ତି, କିନ୍ତୁ ମୋର ଈଶ୍ୱରୀୟ ଯୋଗ ଶକ୍ତିକୁ ଦେଖି ଯେ ପ୍ରାଣୀମାନଙ୍କର ଧାରଣା ପୋଷଣକାରୀ ଏବଂ ପ୍ରାଣୀମାନଙ୍କର ସୁସ୍ଥକର୍ତ୍ତା ମଧ୍ୟରେ ଅବସ୍ଥିତ ନୁହେଁ। ଆକାଶରୁ ଉତ୍ପନ୍ନ ହୋଇଥିବା ଏବଂ ସର୍ବତ୍ର ବିଚରଣ କରୁଥିବା ମହାନ ବାୟୁ ଯେପରି ସର୍ବଦା ଆକାଶରେ ସମସ୍ତ ଭୂତ ସେହିପରି ମୋ ମଧ୍ୟରେ ଅବସ୍ଥିତ ବୋଲି ଜାଣ। ହେ ଅର୍ଜୁନ, କଳ୍ପ ଶେଷରେ ସକଳ ଭୂତ ମୋ ପ୍ରକୃତି ହୁଅନ୍ତି ଏବଂ କଳ୍ପର ଆରମ୍ଭରେ ସେମାନଙ୍କୁ ମୁଁ ପୁଣି ଥରେ ରଚନା କରେ। ମୁଁ ମୋ ନିଜ ପ୍ରକୃତିକୁ ଗ୍ରହଣ କରି ସ୍ୱଭାବବଶ ଏହି ସମସ୍ତ ଭୂତ ସମୁଦାୟକୁ ସେମାନଙ୍କର କର୍ମ ଅନୁସାରେ ବାରମ୍ବାର ସୃଷ୍ଟି କରେ। ହେ ଅର୍ଜୁନ, ମୁଁ ସେସବୁକୁ କର୍ମରେ ଅନାସକ୍ତ ମତେ ଅର୍ଥାତ୍ ପରମାତ୍ମାକୁ ସେସବୁ କର୍ମ ବାନ୍ଧନ୍ତି ନାହିଁ। ହେ ଅର୍ଜୁନ, ଅଧ୍ୟକ୍ଷ ରୂପୀ ମୋର ଶକ୍ତି ଓ ସହାୟତାରେ ସୃଷ୍ଟି କରେ ଏବଂ ସେହି ହେତୁ ମୁଁ ସଂସାର ଚକ୍ର ଘୂରି ଚାଲିଛି। ମୋର ପରମ ଭାବ ଜାଣିନଥିବା ମୂଢ଼ ଲୋକମାନେ ମନୁଷ୍ୟ ଶରୀର ଧାରଣ କରିଥିବା ସକଳ ଭୂତ ମହାନ ଈଶ୍ୱରୀୟ ସ୍ୱରୂପ ମୋତେ ତୁଚ୍ଛ ଦୃଷ୍ଟିରୁ ଦେଖନ୍ତି, ଅର୍ଥାତ୍ ନିଜର ଯୋଗମାୟା ଦ୍ୱାରା ସଂସାରର ଉଦ୍ଧାର ନିମନ୍ତେ ମନୁଷ୍ୟ ରୂପରେ ବିଚରଣ କରୁଥିବା ମୋତେ ସାଧାରଣ ମନୁଷ୍ୟ ବୋଲି ଭାବନ୍ତି। ବ୍ୟର୍ଥ ଆଶା ରଖିଥିବା, ବ୍ୟର୍ଥ କର୍ମ କରୁଥିବା ଏବଂ ବ୍ୟର୍ଥ ଜ୍ଞାନଯୁକ୍ତ ହୋଇଥିବା ସେହି ଚିତ୍ତରେ ଅଜ୍ଞାନୀମାନେ ରାକ୍ଷସ, ଅସୁରୀ ଓ ମୋହିନୀ ପ୍ରକୃତି ହିଁ ଧାରଣ କରନ୍ତି। କିନ୍ତୁ ହେ କୁନ୍ତୀପୁତ୍ର, ଦୈବୀ ପ୍ରକୃତିର ଆଶ୍ରିତ ମହାତ୍ମାମାନେ ମୋତେ ସକଳ ଭୂତଙ୍କର ସନାତନ କାରଣ ଓ ଅବିନାଶୀ ଅକ୍ଷର ସ୍ୱରୂପ ଜାଣି ଅନ୍ୟମାନଙ୍କର ଯୁକ୍ତ ହୋଇ ନିରନ୍ତର ମୋର ଭଜନ କରନ୍ତି। ସେହି ଦୃଢ଼ ନିଶ୍ଚୟ ଭକ୍ତମାନେ ନିରନ୍ତର ମୋର ନାମ ଓ ଗୁଣ କୀର୍ତ୍ତନ କରି କରି ମୋର ପ୍ରାପ୍ତି ନିରନ୍ତର ମୋର ଧ୍ୟାନରେ ଯୁକ୍ତ ଅନନ୍ୟ ପ୍ରେମରେ ମୋତେ ଉପାସନା କରନ୍ତି। ଅନ୍ୟ କେତେକ ଜ୍ଞାନଯୋଗୀ ମୋତେ ନିର୍ଗୁଣ ନିରାକାର ବ୍ରହ୍ମ ବୋଲି ପୂଜା କରି ଉପାସନା କରନ୍ତି ଏବଂ ଅନ୍ୟ କେତେକ ମନୁଷ୍ୟ ବହୁ ପ୍ରକାରର ସ୍ଥିତ ମୋତେ ଅର୍ଥାତ୍ ବିରାଟ ସ୍ୱରୂପ ପରମେଶ୍ୱର, ମୁଁ ଯଜ୍ଞ, ମୁଁ ସୁଧା, ମୁଁ ଔଷଧ, ମୁଁ ମନ୍ତ୍ର, ମୁଁ ଘୃତ, ମୁଁ ଅଗ୍ନି ଓ ମୁଁ ହିଁ ହବନ ରୂପୀ କ୍ରିୟା, ଏହି ସମଗ୍ର ଜଗତର ଧାତା ଅର୍ଥାତ୍ ଧାରଣକର୍ତ୍ତା, କର୍ମ ଫଳଦାତା, ପିତା ମାତା ପିତାମହ, ଜାଣିବାର ଯୋଗ୍ୟ ବସ୍ତୁ ପବିତ୍ର ଓଁକାର ଓ ତାର ଋଗ୍ବେଦ, ସାମବେଦ ଓ ଯଜୁର୍ବେଦ ପରମ ଧାମ, ସମସ୍ତଙ୍କର ଭରଣ ପୋଷଣକାରୀ, ସମସ୍ତଙ୍କର ସ୍ୱାମୀ, ଶୁଭାଶୁଭ ଦ୍ରଷ୍ଟା, ସମସ୍ତଙ୍କର ବାସସ୍ଥାନ, ଶରଣରେ ନେବାର ଯୋଗ୍ୟ, ମୃତ୍ୟୁ ପ୍ରକାର ନ ଚାହିଁ ହିତକାରୀ, ସମସ୍ତଙ୍କର ଉତ୍ପତ୍ତି ଓ ପ୍ରଳୟର ହେତୁ, ସ୍ଥିତିର ଆଧାର, ନିଧାନ ଓ ଅବିନାଶୀ କାରଣ ମଧ୍ୟ ମୁଁ ହିଁ ଅଟେ। ମୁଁ ହିଁ ସୂର୍ଯ୍ୟ ରୂପରେ ଉତ୍ତାପ ପ୍ରଦାନ କରେ, ମୁଁ ବର୍ଷାକୁ ଆକର୍ଷଣ କରେ ଏବଂ ବର୍ଷା କରେ। ହେ ଅର୍ଜୁନ, ମୁଁ ହିଁ ଅମୃତ ଏବଂ ମୁଁ ହିଁ ମୃତ୍ୟୁ ତଥା ସତ୍ ଅସତ୍ ମଧ୍ୟ ମୁଁ ହିଁ ଅଟେ। ତିନି ବେଦରେ ବିଧାନ କରାଯାଇଥିବା ସକାମ କର୍ମକାରୀ ଯଜ୍ଞର ସୋମରସ ପାନ କରୁଥିବା ନିଷ୍ପାପ ପୁରୁଷମାନେ ମୋତେ ଯଜ୍ଞମାନଙ୍କ ଦ୍ୱାରା ପୂଜା କରି ସ୍ୱର୍ଗ ପ୍ରାପ୍ତି ଚାହାନ୍ତି। ସେମାନେ ନିଜ ପୁଣ୍ୟମାନଙ୍କର ଫଳ ସ୍ୱରୂପ ସ୍ୱର୍ଗଲୋକକୁ ପାଇ ସ୍ୱର୍ଗରେ ଦେବତାମାନଙ୍କର ଦିବ୍ୟ ଭୋଗମାନ ଉପଭୋଗ କରନ୍ତି। ସେମାନେ ସେହି ବିଶାଳ ସ୍ୱର୍ଗଲୋକ ଭୋଗ କରି ପୁଣ୍ୟ କ୍ଷୀଣ ହୋଇଯିବା ପରେ ମୃତ୍ୟୁ ଲୋକକୁ ପ୍ରାପ୍ତ ହୁଅନ୍ତି। ଏହିପରି ସ୍ୱର୍ଗପ୍ରାପ୍ତିରେ ସାଧନା ରୂପକ ତିନି ବେଦରେ କୁହାଯାଇଥିବା ସକାମ କର୍ମର ଆଶ୍ରୟ ନେଇଥିବା ଏବଂ ନାନା ଭୋଗ କାମନା କରୁଥିବା ପୁରୁଷମାନେ ବାରମ୍ବାର ଗମନାଗମନ ପ୍ରାପ୍ତି ହୁଅନ୍ତି, ଅର୍ଥାତ୍ ପୁଣ୍ୟ ବଳରେ ସ୍ୱର୍ଗକୁ ଯାଆନ୍ତି ଏବଂ ପୁଣ୍ୟ କ୍ଷୀଣ ହୋଇଗଲେ ମୃତ୍ୟୁ ଲୋକକୁ ଫେରିଯାଆନ୍ତି।
ଯେଉଁ ଅନ୍ୟାନ୍ୟ ପ୍ରେମୀ ଭକ୍ତଜନମାନେ ମୋତେ ଅର୍ଥାତ୍ ପରମେଶ୍ୱରଙ୍କୁ ନିରନ୍ତର ଚିନ୍ତନ ପୂର୍ବକ ନିଷ୍କାମ ଭାବରେ ଭଜନ କରନ୍ତି, ନିତ୍ୟ ନିରନ୍ତର ମୋର ବି ଚିନ୍ତନ କରୁଥିବା ସେହି ପୁରୁଷମାନଙ୍କର ଯୋଗକ୍ଷେମ ମୁଁ ସ୍ୱୟଂ ବହନ କରେ। ହେ ଅର୍ଜୁନ, ଯେଉଁ ସକାମ ଭକ୍ତମାନେ ଶ୍ରଦ୍ଧାଯୁକ୍ତ ହୋଇ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ମଧ୍ୟ ମୋତେ ହିଁ ପୂଜା କରିଥାନ୍ତି। କିନ୍ତୁ ସେମାନଙ୍କର ସେହି ପୂଜା ଅବଧିପୂର୍ବକ ଅର୍ଥାତ୍ ଅଜ୍ଞାନପୂର୍ବକ ହୋଇଥାଏ। କାରଣ ସକଳ ଯଜ୍ଞର ଭୋକ୍ତା ଓ ସ୍ୱାମୀ ମଧ୍ୟ ମୁଁ ହିଁ ଅଟେ। କିନ୍ତୁ ସେମାନେ ମୋତେ ଅର୍ଥାତ୍ ପରମେଶ୍ୱରଙ୍କୁ ତତ୍ତ୍ୱ ଜାଣନ୍ତି ନାହିଁ। ତେଣୁ ସେମାନଙ୍କର ପତନ ହୁଏ, ଅର୍ଥାତ୍ ସେମାନେ ପୁନର୍ଜନ୍ମ ପ୍ରାପ୍ତ ହୁଅନ୍ତି। ଦେବତାମାନଙ୍କୁ ପୂଜା କରୁଥିବା ମନୁଷ୍ୟମାନେ ଦେବତାମାନଙ୍କୁ ପ୍ରାପ୍ତ ହୁଅନ୍ତି। ପିତୃମାତୃକୁ ପୂଜା କରୁଥିବା ମନୁଷ୍ୟମାନେ ପିତୃମାତୃଙ୍କୁ ପ୍ରାପ୍ତ ହୁଅନ୍ତି। ଭୂତପ୍ରେତଙ୍କୁ ପୂଜା କରୁଥିବା ମନୁଷ୍ୟମାନେ ଭୂତପ୍ରେତକୁ ପ୍ରାପ୍ତ ହୁଅନ୍ତି ଏବଂ ମୋତେ ପୂଜା କରୁଥିବା ଭକ୍ତମାନେ ମୋତେ ହିଁ ପ୍ରାପ୍ତ ହୁଅନ୍ତି। ତେଣୁ ମୋର ଭକ୍ତମାନଙ୍କର ପୁନର୍ଜନ୍ମ ହୁଏ ନାହିଁ। ଯେ କେହି ଭକ୍ତ ମୋତେ ପ୍ରେମର ସହିତ ପତ୍ର, ପୁଷ୍ପ, ଫଳ, ଜଳ ଆଦି ଅର୍ପଣ କଲେ, ସେହି ଶୁଦ୍ଧ ବୁଦ୍ଧି ନିଷ୍କାମ ପ୍ରେମୀ ଭକ୍ତଙ୍କ ଦ୍ୱାରା ପ୍ରେମପୂର୍ବକ ଅର୍ପିତ ହୋଇଥିବା ସେହି ପତ୍ର ପୁଷ୍ପାଦି ମୁଁ ସୁଗୁଣ ରୂପରେ ପ୍ରକଟ ହୋଇ ପ୍ରତିପୂର୍ବକ ଭୋଜନ କରେ। ହେ ଅର୍ଜୁନ, ତୁମେ ଯାହା କିଛି କର୍ମ କରୁଛ, ଯାହା କିଛି ଖାଉଛ, ଯାହା କିଛି ହବନ କରୁଛ, ଯାହା କିଛି ଦାନ କରୁଛ ଏବଂ ଯାହା କିଛି ତପ କରୁଛ, ସେସବୁ ମୋତେ ଅର୍ପଣ କର। ଏପରି ଭାବରେ ଯେଉଁଥିବା ସମସ୍ତ କର୍ମ ମୋତେ ଅର୍ପଣ କରାଯାଏ, ସେହି ସନ୍ନ୍ୟାସ ଯୋଗରେ ଯୁକ୍ତ ଚିତ୍ତ ହୋଇ ଅର୍ଥାତ୍ ଫଳାସକ୍ତି ତ୍ୟାଗ ପୂର୍ବକ ସମର୍ପଣ ବୁଦ୍ଧିରେ କର୍ତ୍ତବ୍ୟ କର୍ମ କରି ତୁମେ ଶୁଭାଶୁଭ ଫଳରୂପକ କର୍ମବନ୍ଧନରୁ ମୁକ୍ତ ହୋଇଯିବ ଏବଂ ସେଥିରେ ମୁକ୍ତ ହୋଇ ମୋତେ ପ୍ରାପ୍ତ ହେବ। ମୁଁ ସକଳ ଭୂତଙ୍କଠାରେ ସମଭାବରେ ବ୍ୟାପକ, ମୋର କେହି ଅପ୍ରିୟ ନୁହନ୍ତି କି କେହି ପ୍ରିୟ ନୁହନ୍ତି। କିନ୍ତୁ ଯେଉଁ ଭକ୍ତମାନେ ମୋତେ ପ୍ରେମରେ ଭଜନ କରନ୍ତି, ସେମାନେ ମୋ ମଧ୍ୟରେ ଥାଆନ୍ତି ଓ ମୁଁ ସେମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ପ୍ରକଟ ହୋଇଥାଏ। ଯଦି କୌଣସି ଅତିଶୟ ଦୁରାଚାରୀ ମଧ୍ୟ ଅନନ୍ୟ ଭାବରେ ମୋର ଭକ୍ତ ହୋଇ ମୋତେ ଭଜନ କରେ, ତେବେ ସେ ବି ସାଧୁ ବୋଲି ଜାଣି ଗଣାଯାଏ। କାରଣ ସେ ଯଥାର୍ଥ ନିଶ୍ଚୟ କରିଥାଏ ଯେ ପରମେଶ୍ୱରଙ୍କ ଭଜନ ସାମାନ୍ୟ ଅନ୍ୟ କିଛି ନାହିଁ। ତେଣୁ ସେ ଶୀଘ୍ର ହିଁ ଧର୍ମାତ୍ମା ହୋଇଯାଏ ଏବଂ ଚିରନ୍ତନ ଶାନ୍ତି ପ୍ରାପ୍ତ ହୋଇଥାଏ। ହେ ଅର୍ଜୁନ, ତୁମେ ଏହା ନିଶ୍ଚିତ ସତ ବୋଲି ଜାଣି ରଖ ଯେ ମୋର ଭକ୍ତଙ୍କର ବିନାଶ ହୁଏ ନାହିଁ। କାରଣ ହେ ଅର୍ଜୁନ, ସ୍ତ୍ରୀ, ବେଶ୍ୟା, ଶୂଦ୍ର ତଥା ନୀଚ ଜାତିର ଯେ କେହି ବି ହୁଅନ୍ତୁ ନା କାହିଁକି, ସେମାନେ ମଧ୍ୟ ମୋର ଶରଣାପନ୍ନ ହୋଇ ପରମ ଗତି ହିଁ ପ୍ରାପ୍ତ ହୁଅନ୍ତି। ତେଣୁ ପୁଣ୍ୟଶୀଳ ବ୍ରାହ୍ମଣ ତଥା ରାଜର୍ଷି ଭକ୍ତମାନେ ଯେ ମୋର ଶରଣାପନ୍ନ ହେଲେ ପରମ ଗତି ପ୍ରାପ୍ତ ହୁଅନ୍ତି, ତାହା ଆଉ କ'ଣ କହିବ? ଅତଏବ ତୁମେ ସୁଖରହିତ ଓ କ୍ଷଣଭଙ୍ଗୁର ଏହି ମନୁଷ୍ୟ ଶରୀର ପ୍ରାପ୍ତ ହୋଇ ନିରନ୍ତର ମୋର ହିଁ ଭଜନ କର। ମୋଠାରେ ମନ ଲଗାଅ, ମୋର ଭକ୍ତ ହୁଅ, ମୋର ପୂଜନ କର, ମୋତେ ପ୍ରଣାମ କର। ଏପରି ଭାବରେ ଆତ୍ମାକୁ ମୋଠାରେ ଲଗାଇ ମୋର ପରାୟଣ ହେଲେ ତୁମେ ମୋତେ ନିଶ୍ଚୟ ପ୍ରାପ୍ତ ହେବ। ହେ ଓଂ ତତ୍ସଦିତ୍। ଶ୍ରୀମଦ୍ ଭଗବଦ୍ ଗୀତା ସ୍ୱରୂପ ବ୍ରହ୍ମବିଦ୍ୟାୟ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣ ଜନ୍ମ ସମ୍ବାଦେ ଜି ରାଜବିଦ୍ୟା ରାଜଗୁରୁ ଯୁଗ ନାମ ନବମ ଅଧ୍ୟାୟ ଶେଷ। ଓଡ଼ିଶାବାସୀ ଆପଣଙ୍କୁ ନବମ ଅଧ୍ୟାୟ କିପରି ଲାଗିଲା ଜଣାଇବେ। ଜୟ ଜଗନ୍ନାଥ।